ଆଜି ଆମର ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀରେ ଆଠଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଆଠଗଡ଼କୁ ଜିଲ୍ଲାର ମାନ୍ୟତା ପାଇଁ ମୁଁ ତ କହିବି ସର୍ବପ୍ରଥମେ ଆଠଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ଧନ୍ୟବାଦ ଜଣାଉଛି। ଆଜି ଯେଉଁଭଳି ଭାବରେ ସୁପଦକ୍ଷେପ ନେଇଛନ୍ତି, ଜିଲ୍ଲା ହବା ନ ହବାଟା ସେ ତ ଯଦି ସେଇ କ୍ରାଇଟେରିଆ ସ୍ତର ହବ ସେ ତ ଭିନ୍ନ ପ୍ରସଙ୍ଗ, କିନ୍ତୁ ଧନ୍ୟବାଦ ଦେଉଛି, ଗୋଟେ ଭଲ ପଦକ୍ଷେପ ନେଇଛନ୍ତି। ଏବଂ ଆଜି ଯେଉଁଭଳି ଭାବରେ ମେସେଜ ଗଲା, ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟି ହିସାବରେ ଯେହେତୁ ମୁଁ ଏଥିରେ ବିଧାୟକ ପ୍ରାର୍ଥୀ ଥିଲି, ନିଶ୍ଚିତ ଭାବରେ ଆମ ସରକାର ଆସୁଛି ବର୍ତ୍ତମାନ ଅଛି। ନିଶ୍ଚିତ ଭାବରେ ଯଦି ସେଇ କ୍ରାଇଟେରିଆରେ ଆସୁଥିବ, ଜିଲ୍ଲା ପାଇଁ ମାନ୍ୟତା ପାଉଥିବ, ନିଶ୍ଚିତ ଭାବରେ ଆମ ସରକାରଙ୍କ ପାଖରେ ଆମେ ଅବଗତ କରିବୁ ଏବଂ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସହିତ ଆଲୋଚନା କରିବୁ, ଚେଷ୍ଟା କରିବୁ ଯଦି ସେ କ୍ରାଇଟେରିଆ ଭିତରେ ଆସୁଥିବ ନିଶ୍ଚିତ ଭାବରେ ଆଠଗଡ଼ ଜିଲ୍ଲାର ମାନ୍ୟତା ପାଇବ। ଆଉ ଗୋଟେ କଥା କହିବା, କିଛି ବ୍ୟକ୍ତିମାନେ ସେଠି ଥିଲେ ଯେଉଁମାନେ କି ବଡ଼ ପାଟିରେ ଚିଲେଇ କହୁଥିଲେ ଯେ ଏଠି କୌଣସି ନେତା ମାନଙ୍କର ବା ସମାଜସେବୀ ମାନଙ୍କର ଦେଖା ନାହିଁ, ଆପଣ କିଭଳି ଦେଖନ୍ତୁ, ରାଜନେତା ଏଠି କିଏ ଯାଇଛି ନ ଯାଇଛି ମୁଁ ତ ସେ ବିଷୟରେ କହିପାରିବିନି, କିନ୍ତୁ ଯିଏ ମୋର ସହଯୋଗୀ ଏବଂ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଭର୍ତ୍ତରୀ ମହତାବଙ୍କର ଯିଏ ରିପ୍ରେଜେଣ୍ଟେଟିଭ୍ ଅଛନ୍ତି ସରୋଜ ଦାସ, ଆଜି ସେ ଆନ୍ଦୋଳନ 12 ଘଣ୍ଟିଆ ଆନ୍ଦୋଳନକୁ ଯାଇଥିଲେ, ସକାଳ 7ଟାରେ ପହଞ୍ଚିଥିଲେ ଏବଂ ପୁଙ୍ଖାନୁପୁଙ୍ଖ ତାଙ୍କ ସହିତ ବସିଥିଲେ। ତେଣୁ କିଏ କ'ଣ କହୁଛି ମୋର ସେଥିରେ କିଛି ମତଲବ ନାହିଁ, କିନ୍ତୁ ଜିଲ୍ଲାର ମାନ୍ୟତା ପାଇଁ ଆମ ତରଫରୁ ଯାହା ସାହାଯ୍ୟ ସହଯୋଗ ଯାହା ଦରକାର ଆମେ ସବୁବେଳେ, କାରଣ ଏଟା ଉଠୁଛି ଆଠଗଡ଼ କଥା, ସବୁବେଳେ ଆମେ ପୁରା ଠିଆ ହେବୁ କାନ୍ଧକୁ କାନ୍ଧ ମିଶାଇ। ଏବଂ ରାଜନୀତି ହିସାବରେ ଯଦି ଆପଣ କହିବେ, ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ଭାବରେ ମୁଁ 100% କଥା ଦେଉଛି ସହଯୋଗ କରିବା ପାଇଁ। ଆମ ସରକାର ଅଛି ମାନେ ଯଦି ସେ କ୍ରାଇଟେରିଆ ଆସୁଥିବ, ନିଶ୍ଚିତ ଭାବରେ ଏ କଥାକୁ ନେଇ ଆମେ ସରକାରଙ୍କ ପାଖରେ ଉପସ୍ଥାପନ କରିବୁ। ବାକି ମୋର ସହଯୋଗୀ ଯିଏ, ମୁଁ ଆଉଥରେ ପୁନର୍ବାର କହିବାକୁ ଚାହୁଁଛି, ମୋର ସହଯୋଗୀ ବା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଭର୍ତ୍ତରୀ ମହତାବଙ୍କ ଯିଏ ରିପ୍ରେଜେଣ୍ଟେଟିଭ୍ ଅଛନ୍ତି ସରୋଜ ଦାସ, ଆଜି 12 ଘଣ୍ଟିଆ ବନ୍ଦ ଆନ୍ଦୋଳନରେ ଯୋଗଦାନ ଦେଇଥିଲେ। ବାକି ଯୋଉଟା ଆପଣ କହୁଛନ୍ତି ସମାଜସେବୀ, ଦେଖନ୍ତୁ ମୁଁ ତ ଜାଣିନି ଆଠଗଡ଼ରେ କିଏ ସମାଜସେବୀ ଅଛନ୍ତି, କିନ୍ତୁ ମୋ ନଲେଜରେ ସମାଜସେବୀ କିଛି ଲୋକ ଅଛନ୍ତି ଯୋଉଟା କରୁଛନ୍ତି, ଯେମିତିକି ଆଠଗଡ଼ ସେବା ଫାଉଣ୍ଡେସନ ପ୍ରତ୍ୟେକ ଗୁରୁବାର ମେଡିକାଲରେ ହଉ ବା କଟକ ଜିଲ୍ଲାରେ ହଉ ବହୁତ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ଆଠଗଡ଼ ଫାଉଣ୍ଡେସନ ଯିଏ ଅଛନ୍ତି ସେବା ଫାଉଣ୍ଡେସନ, ସେ ଖାଦ୍ୟ ଦେଉଛନ୍ତି, ଗରିବ ବିଶେଷ କରି ଗରିବ ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି, ତାକୁ କୁହାଯାଏ ସମାଜସେବୀ। ଆପଣ ଆଉ ଗୋଟେ ବି ଅଛନ୍ତି ଜଷ୍ଟ ଫର୍ ୟୁ, ଆଠଗଡ଼ର ଜଣେ ସୁଧାଂଶୁ ଭାଇ, ସିଏ ବି କିଛି ସୋସିଆଲ ୱାର୍କ କରୁଛନ୍ତି, କାମ କରୁଛନ୍ତି। ଧନ୍ୟବାଦ ଦେବି ମେଘାର ରାଜେଶ ଦାସ, ଯୋଉଟାକି ଯୋଉ ପେସେଣ୍ଟ ମାନେ ଆମ ଆଠଗଡ଼ ତିଗିରିଆରେ ଏସ୍ସିବି ମେଡିକାଲରେ ଯାହା ସହଯୋଗ ସୁବିଧା ସେ ଯୋଗାଉଛନ୍ତି। ଆଉ ଜଣେ ଅଛନ୍ତି କରୋନା ସମୟରେ ମାନସ ବସ୍ତିଆ, ସେ ରାଜନୀତି ଲୋକ ସତ୍ୟ, କିନ୍ତୁ ମୁଁ ଏଇଥିପାଇଁ କହିବାକୁ ତାଙ୍କ ନାଁ ନେଲି, କରୋନା ସମୟରେ ଯେତେବେଳେ ଅକ୍ସିଜେନର ଘୋର ଅଭାବ ଦେଖାଇଥିଲା, ସେ ସମୟରେ ସେ ଲୋକଙ୍କ ପାଖରେ ଗୋଟେ ମେସିନ୍ ଆଣି ଅକ୍ସିଜେନ ଯୋଗାଉଥିଲେ। ଏମାନଙ୍କୁ କୁହାଯାଏ ସମାଜ ସେବା କରୁଛନ୍ତି ବୋଲିକି। ବାକି ଆଉ କିଏ ସମାଜସେବା ମୁଁ ଜାଣିନି। ସେମାନେ ଆସୁଛନ୍ତି ଏଠି, ଯିଏ 35 ବର୍ଷର ବିଧାୟକ ବର୍ତ୍ତମାନ ଅଛନ୍ତି ବା 3 ଥର କ୍ୟାବିନେଟ ପୂର୍ବତନ ମନ୍ତ୍ରୀ, ତାଙ୍କଠୁ କିଛି ପଇସା ନେଉଛନ୍ତି କେବଳ ଆଠଗଡ଼ଟାର ବ୍ୟବସ୍ଥାକୁ ଖରାପ କରିବା ପାଇଁ। ନଚେତ ମୋ ଜାଣିବାର ସମାଜସେବୀ ଏଠି କେହି ନାହାନ୍ତି। ଯଦି ସମାଜସେବୀ ଅଛନ୍ତି, ମୁଁ ତ ସେମାନଙ୍କୁ ପଚାରିବାକୁ ଚାହୁଁଛି, ଟୋଲଗେଟ୍ ଥିଲା, ଟୋଲଗେଟରେ ଦୁନିଆ ଦୁର୍ନୀତି ହେଉଥିଲା, ପଇସା କଲେକ୍ସନ କରାଯାଉଥିଲା, ତା ଅବଧି ସରିଯାଇଥିଲା, ସେତେବେଳେ ସେ ସମାଜସେବୀ କୋଉଠି ଥିଲେ? କରୋନା ସମୟରେ ସେ ସମାଜସେବୀ କୋଉଠି ଥିଲେ? ଯେତେବେଳେ ଚାଷୀମାନଙ୍କ ଆକାଉଣ୍ଟରୁ ପଇସା ହଡପ କରାଯାଇଛି, ଚାଷୀମାନେ ଆତ୍ମହତ୍ୟା କରିବାକୁ ଯାଇଥିଲେ ବିଧାନସଭା ସମ୍ମୁଖକୁ, ସେତେବେଳେ ସେ ସମାଜସେବୀ କୋଉଠି ଥିଲେ? 2016-17 ମସିହାରେ ମୁଁ କଥା ମନେ ପକେଇଛି, ଯେତେବେଳେ କୌଣସି ଲୋକଙ୍କର ଏଫଆଇଆର ବି ରହୁନଥିଲା। 17 ମସିହାରେ ମୁଁ ଯେତେବେଳେ ଆସିଛି, ମୁଁ ଗୋଟେ ରାଜନୀତି ହିସାବରେ କହିବାକୁ ଚାହେଁ ଯେ ବିଜେପି କଂଗ୍ରେସ ସେତେବେଳେ କେହି କ୍ୟାଣ୍ଡିଡେଟ୍ ବି ଦେଇପାରୁନଥିଲେ ତା ବିରୁଦ୍ଧରେ। 17 ମସିହା ଫେବୃଆରୀ ମାସରେ ମନେ ପକେଇବାକୁ ଚାହେଁ, ସେତେବେଳେ ସମାଜସେବୀ କୋଉଠି ଥିଲେ? କେହି ଆଜ୍ଞା ସମାଜସେବୀ ଏଠି କେହି ନାହାନ୍ତି। ଏଇମାନେ ସମାଜସେବୀ କରୁଛନ୍ତି ରାଜନୀତିରୁ ଉର୍ଦ୍ଧ୍ୱରେ ରହିକି। ସେ ଆମର ଆଠଗଡ଼ ସେବା ଫାଉଣ୍ଡେସନ ହଉ, ଜଷ୍ଟ ଫର ୟୁ ହଉ,
ରାଜେଶ ଦାସ ହୁଅନ୍ତୁ ବା ମାନସ ବସ୍ତିଆ ସେ ସମୟରେ ଅକ୍ସିଜେନ ଏମାନଙ୍କୁ କୁହାଯାଏ ସମାଜସେବୀ, ଯୋଉଟା କି ରାଜନୀତିରୁ ঊର୍ଦ୍ଧ୍ୱରେ ରହି ରାଜନୀତି ସହିତ ମତଲବ ନାହିଁ, ଦେଶ ସେବା ବା ରାଜ୍ୟ ସେବା ବା ଆଠଗଡ଼ ଯୋଉମାନେ ସେବା କରୁଛନ୍ତି ସେମାନଙ୍କୁ କୁହାଯାଏ ବାସ୍ତବରେ ସମାଜସେବୀ। ବାକି ଯୋଉମାନେ ସମାଜସେବୀ କହୁଛନ୍ତି ସେ ସମାଜସେବୀ ନୁହେଁ, ରାତାରାତି କେମିତି ବିଧାୟକ ହବୁ, ରାତାରାତି କେମିତି ମୁନାଫା ଠନ ଗୋପାଳ କମେଇବୁ, ତାଙ୍କର ଏଇଟା ମତଲବ ଆମେ ବହୁତ ଦେଖିଛୁ। ମୁଁ ତ କହିବି, ମୁଁ ତ କାହା ନାଁ ନବାକୁ ଚାହେଁନି, ମୋ ଦୃଷ୍ଟିରେ ଏଇମାନେ ହିଁ ହଉଛନ୍ତି ସମାଜସେବୀ ବା ଆଉ କିଛି ରାଜନୀତିରୁ ଊର୍ଦ୍ଧ୍ୱରେ ରହିକି କରୁଛନ୍ତି, ରାଜନୀତି ସହିତ ମତଲବ ନାହିଁ, ସବୁବେଳେ ଲୋକଲୋଚନକୁ ଆଣୁଛନ୍ତି ଏବଂ ଲୋକଙ୍କର ସେବା କରୁଛନ୍ତି। କିଛି ଲୋକ ବି ରହିଯାଇଥିବେ, ମୁଁ ତାଙ୍କ ନାଁ ବି ଜାଣିନି, କିନ୍ତୁ ବାସ୍ତବରେ ସେଇମାନଙ୍କୁ କୁହାଯାଏ ସମାଜସେବୀ। ଆଉ ଏମାନେ ଯୋଉମାନେ କହୁଛନ୍ତି ଯେ ସମାଜସେବୀ, ଆଜି ତ ମୁଁ ତ କହିବି ଇଏ ଗୋଟେ ଭଲ 12 ଘଣ୍ଟିଆ ବନ୍ଦ ଆନ୍ଦୋଳନ, ଏଥିରେ ଦଳମତ ନିର୍ବିଶେଷରେ ସମସ୍ତେ ଯୋଗଦାନ ଦେବା ଉଚିତ। ହୁଏତ ଜିଲ୍ଲା ହେଇପାରେ ବା ନ ହେଇପାରେ, କିନ୍ତୁ ସହଯୋଗ କରିବା ଉଚିତ। ଆଉ ଖାଲି ମିଛ ଗପ ମାରିକି ମୁଁ ସମାଜସେବୀ ମୁଁ ଇଏ, ଏଇଟା କେବଳ ଲୋକମାନଙ୍କୁ ଭୁଆଁ ବୁଲାଇବା ପାଇଁ। ଆଠଗଡ଼ ତିଗିରିଆବାସୀ ଭଲ ଭାବରେ ଜାଣିପାରିଛନ୍ତି, କାହିଁକିନା ମୁଁ ଏଇଥିପାଇଁ ବାରମ୍ବାର କହୁଛି, ମୁଁ ତ ବେଶୀ ଜାଣିନି, 16-17 ମାସ ଏଠୁ ଆସିଛି, ସେବେଠୁ ଆଠଗଡ଼ରେ ଲୋକ ଏଫଆଇଆର ଦେଇପାରୁନଥିଲେ, ପୋଲିସ ଷ୍ଟେସନରେ ଭୟଭୀତ ହଉଥିଲେ। ମୁଁ ମନେ ପକେଇଦେବା ପଛେ ଗୋଟିଏ ଟୋଲଗେଟ୍ ସମୟରେ ଯେତେବେଳେ ମୁଁ ରାସ୍ତା ରୋକ କଲି, ମୋ ନାଁରେ ମିଛ କେସ୍ ବି ଦିଆଲା, କିନ୍ତୁ ଟୋଲଗେଟ୍ ବନ୍ଦ ହେଲା, ଯୋଉଟାକି ତାର ଅବଧି ସରିଯାଇଥିଲା। ସେତେବେଳେ ତ କେହି ମୁହଁ ଖୋଲୁନଥିଲେ। ବହୁତ ଅଛି ଚାଷୀମାନଙ୍କ ପାଇଁ, ହକ୍ ପାଇଁ, ଶୀତଳ ଭଣ୍ଡାର ପାଇଁ କୋବି ନେଇକି ଆସିଥିଲି, ଯୋଉଟାକି ସବ୍ କଲେକ୍ଟର ଅଫିସକୁ ବିଜେଡି ଲୋକ ମୋତେ ଆଟାକିଂ ମାରିବା ପାଇଁ ଚେଷ୍ଟା କରିଥିଲେ ଏବଂ ମୋ ନାଁରେ ମିଛ ଏଫଆଇଆର ବି ଦେଇଥିଲେ। 17 ମସିହାରେ ମୋର ମନେ ପଡୁଛି, ଯେତେବେଳେ ମୁଁ ବ୍ଲକ ଘେରାଉ କରିଥିଲି, ମୁଁ ରାଜେଶ ବୋଲି ଜଣେ ଅଛି, ମୁଁ ଖାଲି ମୋ ପାର୍ଟିରୁ ସ୍ଲିପ୍ କରିଥିଲା ଯେ ସେତେବେଳେ ମୋ ନାଁରେ ମିଛ ଏଫଆଇଆର ଦିଆଯାଇଥିଲା, କାହିଁକିନା ବ୍ଲକରେ ସେମାନେ ବମିଂ ମୋ ଉପରୁ କରିଥିଲେ। ଦୁନିଆ କଥା ଘଟଣା ଘଟି, ସେତେବେଳେ ତ କୌଣସି ସମାଜସେବୀ ନଥିଲେ। ଏଇଟା କେବଳ ଲୋକମାନଙ୍କୁ ଭୁଆଁ ବୁଲାଇବା ପାଇଁ, କିଛି ପଇସା କମେଇବା ପାଇଁ ଏବଂ ସ୍ୱପ୍ନ ଦେଖୁଛନ୍ତି ରାତି ଅଧିଆ ବିଧାୟକ ହେବା ପାଇଁ। ଭଲ କଥା, ତୁମେ ବିଧାୟକ ହୁଅ, ମନା ନାହିଁ, କିନ୍ତୁ ଆଗେ ଲୋକଙ୍କ କାମ କର, ଲୋକଙ୍କ ପାଇଁ ଲଢେଇ ଜାରି ରଖ। ମିଛିମିଛିଆ ଲଢେଇ ତୁମକୁ ସବୁ ଲୋକ ଜାଣିଛନ୍ତି, ତୁମେ ବି ବିଜେଡିରେ ଥିଲ, ଏବେ ବି ବିଜେଡି ପାଇଁ କାମ କରୁଛ, ଠନ ଗୋପାଳ ପରେ। ଦେଖନ୍ତୁ, ମୁଁ ତ କହିବି ଆମର ଆଜି ଯୋଉ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା, ଆଠଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ମୁଁ ଅନ୍ତର ସହିତ ଧନ୍ୟବାଦ ଦଉଛି। ଆଜି ସୁପଦକ୍ଷେପ ନେଇଛନ୍ତି ଏବଂ ସବୁ ମହଲରୁ ତାଙ୍କୁ, ଯୋଉଟାକି ମୁଁ ଯାହା ଦେଖୁଥିଲି, କିଏ ଆସିଛି ନ ଅଛି ସେଇଟା ମୁଁ କହିବାକୁ ଚାହେଁନି, କିନ୍ତୁ ସବୁ ଦୋକାନ ଘାଟ ବଜାର ବନ୍ଦ ଥିଲା। ବାକି ହବ ନହବ ସେଟା ତ ପର ଷ୍ଟେପ, କିନ୍ତୁ ଯଦି ସେଇ କ୍ରାଇଟେରିଆ ଆସୁଥିବ ନିଶ୍ଚିନ୍ତ ଭାବରେ ହବ, ସେ କେ ବନ୍ଦ କରିପାରିବେନି। ମୋର ଏଇଠି କହିବାର ଉଦ୍ଦେଶ୍ୟ ହେଉଛି, ମୁଁ ଅନ୍ତର ସହିତ ଧନ୍ୟବାଦ ଦଉଛି, ଭଲ ସୁପଦକ୍ଷେପ ନେଇଛନ୍ତି ଜିଲ୍ଲାର ମାନ୍ୟତା ପାଇଁ, ମୁଁ ଧନ୍ୟବାଦ ତାଙ୍କୁ ଜଣାଉଛି। 3 ଥର ପୂର୍ବତନ ମନ୍ତ୍ରୀ ସିଏ ଅଛନ୍ତି ଥିଲେ, ସେ ସମୟରେ 57ଟା ଗାଁ ଚାଲିଗଲା, କୋଉଦିନ ପାଟି ଫିଟେଇଲେନି, ଯୋଉଟା କି ଆମ ପାଇଁ ବି ସେଇଟା ଅଡୁଆ। ଏଇ ଜିଲ୍ଲାର ମାନ୍ୟତା ପାଇବାକୁ ହେଲେ ଲୋକ ସଂଖ୍ୟା, ପରିଧି, କେତେ ଗାଡି ମଟର ଯାନ ଯିବା ଆସିବା କରୁଛି, କଣ ଅଫିସ ଅଛି, ସେ ସବୁ କାଲକୁଲେସନକୁ ନିଆଯାଏ। 57ଟା ଗାଁ, ମୁଁ ତ ଦେଖନ୍ତୁ, ମୁଁ ତ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି କେବେ କହିବିନି ଯେ କଣ ହବ ନୁହେଁ, କିନ୍ତୁ ଭଲ ପଦକ୍ଷେପ ନେଉଛି। ହବା ନବାଟା ସେତେ ଇମ୍ପୋର୍ଟାନ୍ସ ନୁହେଁ, କିନ୍ତୁ ପଦକ୍ଷେପ ନେଉଛନ୍ତି, ଆଟଲିଷ୍ଟ ମଣିଷ ଚେଷ୍ଟା କରୁଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି। କିନ୍ତୁ 57ଟା ଯେତେବେଳେ ଗାଁ ଚାଲିଗଲା, ସେତେବେଳେ କେହି ମୁହଁ ଖୋଲିଲେନି। ସେ ସମାଜସେବୀ କିଏ, ମତେ ତ ହସ ଲାଗୁଛି। ସମାଜସେବୀ ମାନେ କିଏ, ମୁଁ ତ ସେମାନଙ୍କୁ ଜାଣିନି। ସେମାନେ ଖାଲି କହୁଛନ୍ତି ଆମେ ସମାଜସେବୀ, କେତେ ସୋସିଆଲ ମିଡିଆରେ କୋଉ ସାମ୍ବାଦିକ ଭାଇମାନେ ବି କିଛି ଲେଖୁଛନ୍ତି, ସେଗୁରା କେବଳ ପଇସା କମେଇବାର ବାର୍ତ୍ତା, ଆଉ କିଛି ନୁହେଁ। 57ଟା ଗାଁଟା ଯଦି ରୋକାଯାଇ ପାରନ୍ତା, ଆମ ପାଇଁ, ଜିଲ୍ଲା ପାଇଁ, ମାନ୍ୟତା ପାଇଁ ଆହୁରି ଇଜି ଆମକୁ ହେଇଥାନ୍ତା। ତ ନିଶ୍ଚିତ ଭାବରେ ଇଏ ବି ଗୋଟେ ଦୁଃଖ ପରିତାପର ବିଷୟ। ତ ନିଶ୍ଚିତ ଭାବରେ ଏସବୁ ପଦକ୍ଷେପ ଆମେ ଟେକ୍ ଓଭର କରିବା, ଜଣେ ଆଠଗଡ଼ିଆ ହିସାବରେ ଏସବୁ ଚେଷ୍ଟା କରିବା। ଯେହେତୁ ଆମ ସରକାର ଆସିଛି, ମୁଁ ତ କହିବି ଏ କଥାଟାକୁ ନେଇକି ମୁଁ ସରକାର ପାଖରେ ପହଞ୍ଚେଇବି, କାରଣ ଆଗେ ହେଉଛି ଆଠଗଡ଼ ମାଟି, ତାପରେ ପାର୍ଟି। ମାଟି ଥିଲେ ପାର୍ଟି ହବ, ନହେଲେ ପାର୍ଟି ହେଇପାରିବ ନାହିଁ। ତ ନିଶ୍ଚିତ ଭାବରେ ଆଠଗଡ଼ିଆ ଲୋକ ହିସାବରେ, ଯେହେତୁ ଇଏ ମୋ ନିଜ ନିର୍ବାଚନ ମଣ୍ଡଳୀ, ନିଶ୍ଚିତ ଭାବରେ ଆମେ ପଦକ୍ଷେପ ନେବୁ। ଆମ ସରକାର